ସାନ୍ଧ୍ୟ ପାଠକୁ ଆପଣଙ୍କୁ ସ୍ୱାଗତ କରୁଛି। ଆମର ଯେଉଁ ଆଲୋଚନା ଚାଲିଥିଲା ଗତକାଲି ଆମେ କେବଳ ଦୁଇଟି ବାଣୀର ଆଲୋଚନା କଲେ, କିନ୍ତୁ ଆମେ ଯେଉଁ ଚାଲିଥିଲା ଆମର 1976 ଏପ୍ରିଲର ସମ୍ପାଦକୀୟ ଆଉ ଗୋଟେ ପୋର୍ସନ୍ ଅଛି, ସେଇଟା ଆଜି ଆମେ ସାରିଦେବା। ଦୁଇଟି ବିଷୟରେ ପ୍ରବଚନ ଆଲୋଚନା କରି ଦୁଇଟା ତର୍କ ଯାଇଥିଲା, ଦୁଇଟା ବିଷୟ, ପ୍ରଥମତଃ ଦ୍ୱିତୀୟତଃ, ଏବଂ ଏବେ କହୁଛନ୍ତି ତୃତୀୟତଃ ଏଇ ନୂତନ ଯୁଗର ବୈଶିଷ୍ଟ୍ୟ ସମ୍ପର୍କରେ କହୁଛନ୍ତି। ତୃତୀୟତଃ ଏଇ ନୂତନ ମାନବ ସମାଜର ଜୀବନଧାରା ଅନ୍ତରୁ ଏକ ସତ୍ୟଚେତନା ଓ ଶକ୍ତିରୁ ବାହାରକୁ ପ୍ରକାଶିତ ହେବ। ଫ୍ରମ୍ ୱିଦିନ୍। ଆମର ବାହାରେ ଯେତେ ସାମର୍ଥ୍ୟ ଯାହା ଥାଉ ସେଥିରେ କିଛି ଅସୁବିଧା ନାହିଁ, କିନ୍ତୁ ତାର ସାମର୍ଥ୍ୟ ଯାହା, ସେ ତାର ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରୁଛି, କରିବ। କିନ୍ତୁ ଯେଉଁ ନୂତନ ମାନବ ସମାଜ କଥା ପଡ଼ିଛି ସେଟା ଭିତରୁ ପ୍ରକାଶ ପାଇବ, ଭିତରୁ ବାହାରକୁ। ସେଥିପାଇଁ ଅନ୍ତରୁ ଏକ ସତ୍ୟଚେତନା ଓ ଶକ୍ତିରୁ ବାହାରକୁ ପ୍ରକାଶିତ ହେବ। ଧରାଯାଉ ଜଣଙ୍କର ପ୍ରକାଶିତ ହେଲା, ଆଉ ଜଣଙ୍କର ହେଲା ନାହିଁ। ଧରାଯାଉ ଗୋଟେ ଅତି ସାଧାରଣ ପିଲାଳିଆ ଏକ୍ଜାମ୍ପଲ୍ କହିହେବ। ଆମର ଯେତେବେଳେ ନ ହେଉଛି ଆମେ କ'ଣ କରୁଛୁ? ଆମର ଜଣଙ୍କର ହେଲା, ଆଉ ଜଣଙ୍କର ହେଲାନି। ସେ କ'ଣ କରୁଛି? ସିଏ ପ୍ରେସର ପକାଉଛି। ପ୍ରେସର ପକାଉଛି ମାନେ ସ୍କୁଲ ଅଥରିଟିଙ୍କୁ କହୁଛି, ନହେଲେ MLAଙ୍କୁ କହୁଛି, ନହେଲେ ଆଉ କାହାକୁ କହୁଛି, ଆଉ କାହାକୁ କହୁଛି, ବାହାରୁ ପ୍ରେସର ପକେଇକି ତାର କାହିଁ କରିଦେଲେ, ମୋର କାହିଁ କଲେନି। ବାହ୍ୟ ଚାପ, ଏଇ ସଂସାରରେ ବାହ୍ୟ ଚାପ କାମ ଦେବ, ହୁଏତ କାମ ଦେବ, କିନ୍ତୁ ଭିତରୁ ସେଟା ପ୍ରକାଶ କରିବା ପାଇଁ ବାହାର କୌଣସି ପ୍ରକାରର ଚାପ କିମ୍ବା କୌଣସି କ୍ରିୟାକର୍ମ ଆମେ ଯଦି ଏତିକି ଦିନ ଏତିକି କଳସ ପାଣି ଢାଳିବୁ, ଏତିକି ନିୟମ କାନୁନ କରି କିଛି କ୍ରିୟାକର୍ମ କରିବୁ, ଏ କ୍ରିୟାକର୍ମ ଫଳରେ ହେଇଯିବ କି? ସେମିତି ହେବନି। ବାହାର କୌଣସି ପ୍ରେସର ମାଧ୍ୟମରେ ନୁହଁ, କିମ୍ବା କୌଣସି କ୍ରିୟାକର୍ମ ମାଧ୍ୟମରେ। ଆଚ୍ଛା, ଯଦି କ୍ରିୟାକର୍ମ ମାଧ୍ୟମରେ ନୁହଁ, ତାହେଲେ ଆମେ କହିବୁ ଯେ ଆମେ ଯେଉଁ ପାଠଚକ୍ର କରୁଛୁ, ନାମ ଜପ କରୁଛୁ, ଧ୍ୟାନ କରୁଛୁ, ସମ୍ବାଦ ଧ୍ୟାନ କରୁଛୁ, ବହି ସବୁ ଆବୃତ୍ତି କରୁଛୁ, ଏ ତ ବାହାର କ୍ରିୟାକର୍ମ। ଏସବୁ ଏ ବାହାର କ୍ରିୟାକର୍ମ ଫଳରେ ଯଦି ନ ହେବା କଥା, ତାହେଲେ ଆମେ କରୁଛୁ କ'ଣ ପାଇଁ? ଆମେ କ'ଣ ପାଇଁ କରୁଛୁ? ଆମେ କରୁଛୁ ଆମ ବାହାରକୁ ପ୍ରସ୍ତୁତ କରିବା ପାଇଁ। ଭିତରୁ ଯେତେବେଳେ ସେ କାର୍ଯ୍ୟ ଆରମ୍ଭ ହେବ, ବାହାରର ଗୋଟେ ସହଯୋଗ ଦରକାର, ବାହାର ତାକୁ ଗ୍ରହଣ କରିବା ପାଇଁ ସମର୍ଥ ହେବା ଦରକାର। ସେଇଥିପାଇଁ ଆମକୁ ଆମେ ପ୍ରସ୍ତୁତ କରିବା ପାଇଁ, ବାହାରକୁ ପ୍ରସ୍ତୁତ କରିବା ପାଇଁ ଏଇଟା ଆମେ କରୁଛୁ। କୌଣସି ବାହ୍ୟ ଚାପ ବା କ୍ରିୟାକର୍ମ ଦ୍ୱାରା ଏହା ସାଧିତ ହୋଇପାରିବନି। ଭିତରୁ ଯେଉଁଟା ପ୍ରକାଶ ପାଇବ ସେଟା ବାହାର ଚାପ ଦ୍ୱାରା, କ୍ରିୟାକର୍ମ ଦ୍ୱାରା ସାଧିତ ହୋଇପାରିବ ନାହିଁ। ଚତୁର୍ଥତଃ, ଏପରି ଏକ ମାନବ ଗୋଷ୍ଠୀରେ ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ, ରାଜନୀତି ମଧ୍ୟ ଭିନ୍ନ ହେବ। ଏପରି ଏକ ମାନବ ଗୋଷ୍ଠୀରେ ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ, ରାଜନୀତି ମଧ୍ୟ ଭିନ୍ନ ହେବ। ସମ୍ପୂର୍ଣ୍ଣ ନୂତନ ମାନବ ସମାଜ ଆସିବା ପର୍ଯ୍ୟନ୍ତ ଯେଉଁ ସବୁ କାର୍ଯ୍ୟ ଚାଲିବ, ସମ୍ପୂର୍ଣ୍ଣ ନୂତନ ଅତିମାନବ ଆସିବା ପର୍ଯ୍ୟନ୍ତ ସେ ଯାଏ ଆମେ ଯାଇନୁ। ଆମେ କହୁଛୁ ଇନ୍ ବିଟୁଇନ୍, ମଧ୍ୟବର୍ତ୍ତୀ ଅବସ୍ଥାରେ ଗୋଟେ ମାନବ ଗୋଷ୍ଠୀ ଯେତେବେଳେ ସୃଷ୍ଟି ହେବେ, ସେମାନଙ୍କର ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ, ରାଜନୀତି ମଧ୍ୟ ଭିନ୍ନ ହେବା ପାଇଁ ବାଧ୍ୟ। କାହିଁକିନା ଯେଉଁ ମାନବ ଗୋଷ୍ଠୀ ବର୍ତ୍ତମାନ ଅଛନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ଭିନ୍ନ ଏକ ମାନବ ଗୋଷ୍ଠୀ ସେମାନେ ହେବେ। ତେଣୁ ଏଇ ଯେଉଁ ଶିକ୍ଷା, ସେ ଶିକ୍ଷା ସେଠି କାମ ଦେବନି। ତେଣୁ ଶିକ୍ଷା କ୍ଷେତ୍ରରେ ଏକ ଆମୂଳଚୂଳ ପରିବର୍ତ୍ତନ ଦେଖାଦେବ, ଏବଂ ଶିକ୍ଷାର ଆଭିମୁଖ୍ୟ ମଧ୍ୟ ବଦଳିଯିବ। ଶିକ୍ଷାର ଆଭିମୁଖ୍ୟ ମାନେ ଶିକ୍ଷାର ଉଦ୍ଦେଶ୍ୟ, ଶିକ୍ଷାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବଦଳିଯିବ। ଶିକ୍ଷା ନୂତନ ସମାଜ ଗଠନରେ ସର୍ବପ୍ରଥମ ସ୍ଥାନ ଗ୍ରହଣ କରିବ। ସେଇଥିପାଇଁ ତ
आम पाठ्यक्रम पर पूर्णांग शिक्षा को ही प्रथम आरंभ कलु आ गोटे दिग को जावा आ गोटे दिगरे आम प्रोग्रेस करवा अग्रगति करवा से शिक्षा को चूज कराला कारण से प्रथम परिवर्तन हो शिक्षा नूतन समाज गठन में सर्वप्रथम स्थान ग्रहण कर पुराणा धर्म देवादेवी पूजा नीति नियम बहु प्राचीन सामाजिक प्रथा आचार विचार परिधान गति विधि संपूर्ण परिवर्तित हो बाहर सब जहाँ जहाँ चली पर्यंत से शिक्षा बदल मनुष्य गति रीतिनीति बदल धारा सब बदल से सबकि धर्म पुराणा धर्म जो थिला धर्म को आम के माने तार कौन सी अस्तित्व नथिले मध्य आम तथापि गोटे गुरुत्व देकी धरिकी जाइए धर्म धर्म कही दुनिया प्रकार गंडगोल करुछु एवं निज धर्म भितर भी विभिन्न प्रकार कलांकारी करा होची एई जो धर्म आमर पुराणा भाव जो धर्म आमर एपर्यंत चली आसी आम देखुचु जे वास्तविक एसेंशियली धर्म किसी नहीं एसेंस जो धर्मर मूल से नहीं किसी जमी कह जाए चंदन चली जाइए खाली बास अच्छी सेमती खाली नामक मात्र गोटे टोकन भाया नकले काले क्षति हम काले विपद हम धर्म को रक्षा करने यह ही करा बहुत जगह नचे तार सतरे गुरुत्व आना कमिगला से धर्म आ कम दबन पुराणा धर्म देवादेवी पूजा देवादेवी पूजा जिते देवादेवी पूजा होती से पूजाटा मुख्य नहीं पूजा गौण हो गला तार आलंकारिक कार्यक्रम जहाँ सब आलंकारिक कार्यक्रम माने माने धरा जो पूजारे केमती सजा हब एवं पूजारे कौन रोषे हम पूजारे क्या अतिथि डाकवा एगुड़ाक सब मुख्य स्थान नहीं गला किंतु असल देवादेवी जी जहाँ आम पूजा करुचु सी गौण को चल सी अच्छे सेमती सजाई छुआई फुल फुल जाएगी किंतु बाहर दुनिया प्रकार कोलाहल दुनिया पाटिमुंड ठूँ के पुणी परस्पर भितर झगड़ा कजिया पूजापी देवादेवी पूजा को नहीं तेणु से जो देवादेवी पूजा से देवादेवी पूजार मध्य जहाँ गुरुत्व थिला से रही नीति नियम ए विषय तो बराबर आम कहूँ कौन प्रकार नियम कानून आम काम कर आम जो नियम कानून द्वारा परिचालित हो केते विभ्राटिया देखु बर्तमान आम जाचु आमर सर्वोच्च सिद्धांत दे पार सुप्रीमकोर्ट ए नीति नियम को संपूर्ण भाव में गोटे न्यायसंगत भाव से निश्चय दायित्व नहीं परिचालना करेंगे से दायित्व ने किंतु वर्तमान समाज सुप्रीमकोर्टर सिद्धांत को चैलेंज करा सुप्रीमकोर्ट जहाँ ऊपर आउ कहीं नहीं सिद्धांत दवापाई सी जदि गोटे राय देले गोटे सिद्धांत देले चैलेंज कर लोक बाहर ये कारण हूँ नीति नियम जेहेतु आम करूना सुप्रीमकोर्ट को चैलेंज कर हम ना बोली सिद्धांत अच्छे सिद्धांत कई चैलेंज करें कि लोक चैलेंज कर कौन कौन केते कथा डिमांड करा क्या करा से कहीं तेणु कारण से लोक करुचे सी नुह कारण हूँ जो नीति नियम एपर्यंत बलशाली थिला जो नीति नियम एपर्यंत सब कर्तृत्व निज हाथ रखी जेहेतु सी आम कर तार कौन काटती ना तेणु नीति नियम कम करना प्राचीन सामाजिक प्रथा सब प्राचीन सामाजिक प्रथा बाहर कौन कौन हुए से कौन तांक घर जीव से तुम घर कौन देवे आगुरी लिस्ट दिव सब के सामाजिक प्रथा सब जिते सामाजिक प्रथा सब
परिवार रे घर को कुणिया आसिले कौन करा जाए ए सामाजिक प्रथा सब रही आचार विचार आचार माने लेंबू आचार नुह आचार माने आमर दैनंदिन आचरण विचार चिंता परिधान परिधान भी कहते जो वस्त्र आम परिधान करुचु से परिधान मध्य भिन्न प्रकार हो गति और विधि संपूर्ण परिवर्तित हो मुझा कहती से लाइन भी आसिले एपरिक पुराणा धारा जो आईन कानून विचारालय रही विचारपति मैंने रही से सब भी परिवर्तन हो पढ़ दिले मुझे एक्जाक्टली से कथा ही लिखाई कारण से नियम कानून विचार तो कम करना तेणु से भी परिवर्तन हो व्यक्तिगत अधिकार धन संपत्ति और स्वार्थपर दाबी बहुत परिमाण कमिज केस को लोक कहीं जाती निजर बोली डिमांड करिया जहाँ भी हो मु ठीक एवं मो अपर पक्ष भूल यहाँ प्रमाण करने से कोर्ट को जाती सतर हो जाओ मिछ हो जाओ ये जो स्वार्थपर भाव मु ही ठीक अन्य माने भूल यहाँ रही कौन हम ना समस्ते ठीक समस्ते केमती ठीक ना समस्ते से जगह सब ठीक यही जगह समस्ते ठीक नुह ये जगह कार भूल कार ठीक अच्छी किंतु आउ टे ऊर्ध्व को उठी जाए देखिए समस्ते ठीक आम कहूनी जे एठी आमको लगुच राति अमेरिका लगुच दिन आम को राति अमेरिका वाला कह ना नहीं तुम मुछ कह भूल कह दिन यहाँ भी सत आम भी सत आमर भी राति भी दिन ये कौन सन्देह नहीं किंतु ये पृथ्वी की जो ऊर्ध्व जन देख पृथ्वी बाहर जाए देख दिन भी ठीक राति भी ठीक लगे हाँ से दिन ये आम जिते कहले भी अमेरिका भूल कहते से कह ना ना कई भूल कहना सब ठीक कहते कि प्रमाण कर ना टी ऊर्ध्व को उठी जाओ देख चेतनार गोटे स्तर को उठी जाओ जो स्तर में तुम देखिले किए भूल कहूँ किए ठीक कहूँ देखिए प्रकृति कई भूल कहूना से स्तर में ठिया जहाँ कहते ठीक तुम तुम स्तर में ठिया जहाँ कह तुम ठीक तेणु उभय भी ठीक कथा तुमको पसंद न हवा ठीक कारण तुम जहाँ कह से कथा सी कहना तेणु सी तुम कथा पसंद न करवा ठीक सबू गोटे स्तर को गले जानी हम सब गुड़ाक ठीक व्यक्तिगत अधिकार धन संपत्ति और स्वार्थपर दाबी बहुत परिमाण कमिज निजस्व किसी मु तो भगवान मोर कौन दरकार मु तो भगवान जदि जड़े कह मु भगवान संतान ये पवन भगवान सृष्टि कर तेणु पवन मोर मु क्या देवी रखुनु व्यक्तिगत अधिकार रे तमें जेपर्यंत निज स्वतंत्र व्यक्ति थिला व्यक्तिगत अधिकार थिला तब स्वतंत्र व्यक्ति आ ना तुम से व्यक्ति सत्तार ऊर्ध्व को उठीगल आ तुम अधिकार कौड़ा व्यक्तिगत अधिकार रही धन संपत्ति किसी रही धन संपत्ति छाड़िया कहले दले कह जो ये रोजगार फोजगार कर सब सेविंग कर घर फर कर कोठा बाड़ी जमफड़ी कर किसी रही थाऊ कि दिन थाऊ डेरी जा ये सब एत करगुड़ाक सब करके भावु बहुत माने भल काम कर बहुत बड़ काम कर जाणु यही सब थे आम के समय नष्ट कर सब करके निज व्यक्तिगत संपत्ति सृष्टि कर धन संपत्ति करके आम सतरे के समय नष्ट कर कारण निजर आवश्यकता पूर्ण जहाँ जन कर आसी ना मेसेज सब देखी मुकेश अंबानी दिन में केते खर्च करते माने एत संपत्ति जे से संपत्ति खर्च करने लोक अपॉइंटमेंट करते जिते चेष्टा कले भी टका खर्च कर जी से रोजगार कर कौन कह धन संपत्ति किसी मूल्य अच्छी
ତାଙ୍କ ନିଜର ପ୍ଲେନ୍ ନିଜର ଘର ଉପରେ ହେଲିପ୍ୟାଡ୍, ଘର ଉପରେ ହେଲିପ୍ୟାଡ୍ କାହିଁ ଅଛି? ହେଲିକପ୍ଟର ଲୋକ କାହିଁ ଯାଆନ୍ତି? ଦୁଇଟା କାରଣରୁ, ଗୋଟେ ହେଉଛି ସମୟ ପାଇଁ, ଆଉ ଗୋଟେ ସୁରକ୍ଷା ପାଇଁ। ହେଲିକପ୍ଟର ନେଇ କେଉଁଠି ଓହ୍ଲେଇବ ନା ଯେଉଁଠି ଓହ୍ଲେଇଦେବ ସେଇଟା ହେଲିପ୍ୟାଡ୍ ସେଟା, ଏବଂ ସେଠୁ ତୁମକୁ ଗାଡ଼ି ଯାଇକି ନେଇ ଆସିବ। ଆଙ୍କର କିନ୍ତୁ ଘର ଛାତ ଉପରଟା ହେଲିପ୍ୟାଡ୍, ସେଇଠି ହେଲିକପ୍ଟରରେ ସେ ଓହ୍ଲେଇବେ, ଗଲେ ସେଇଠୁ ଯିବେ ହେଲିକପ୍ଟରରେ। ଏସବୁ ଏ ଚାକଚକ୍ୟଟା ସମ୍ପୂର୍ଣ୍ଣ ଗୋଟେ ଅବ୍ୟାପାର, ସୁବ୍ୟାପାର ନୁହଁ। ଏବଂ ସ୍ୱାର୍ଥପର ଦାବି, ସ୍ୱାର୍ଥପର ଦାବି ମୋର ବୋଲି କ୍ଲେମ୍ କରିବା, ମୁଁ ଯେଉଁ କହିଲି ମୋର, এই ସ୍ୱାର୍ଥପର ଦାବିକୁ ବହୁତ ପରିମାଣରେ କମିଯିବ ସେତେବେଳେ। ଏପରିକି ଶେଷରେ ଗୋଟେ ନୂତନ ଶୃଙ୍ଖଳାର ସ୍ୱର ଶୁଣିବାକୁ ମିଳିବ। ବର୍ତ୍ତମାନ ଯେଉଁ ଶୃଙ୍ଖଳାକୁ ଆମେ ଆଲୋଚନା କରୁଛୁ, ଶୃଙ୍ଖଳା ମାନେ କ'ଣ? ଶୃଙ୍ଖଳା ମାନେ ଗୋଟାଏ ନିର୍ଦ୍ଦିଷ୍ଟ ଧାରାରେ ସବୁ ଚାଲିବେ, ନିର୍ଦ୍ଦିଷ୍ଟ ନିୟମ ସବୁ ଚାଲିବେ, ସମସ୍ତେ ଗୋଟାଏ କଥା ମାନିବେ, ସମସ୍ତେ ଗୋଟାଏ ପ୍ରକାରର ଚିନ୍ତା କରିବେ, ବିଚାର କରିବେ। এই ଶୃଙ୍ଖଳାର ଡେଫିନେସନ୍ ବଦଳିଯିବ, ଡେଫିନେସନ୍ ବଦଳିଯିବ। ଧରାଯାଉ ଗୋଟେ ଉଦାହରଣ ନେବା, କୁହାଗଲା ସମସ୍ତେ ଠିକ୍ ଟାଇମ୍ରେ ଆସିବେ, এটা ଶୃଙ୍ଖଳା ଦୃଷ୍ଟିରୁ ଠିକ୍। କିନ୍ତୁ ଏପରି ହେବ ଜଣଙ୍କର ସେ ସକାଳୁ କେବେ ବି ଉଠି ପାରନ୍ତିନି, ବିଳମ୍ବରେ ଉଠନ୍ତି। ବିଳମ୍ବରେ ଯଦି ଉଠନ୍ତି, ତାଙ୍କୁ ଯଦି ସକାଳୁ ଆସିବାକୁ କୁହାହେବ, ସେ କ'ଣ କରିବେ? ସେ ସକାଳୁ ଆସିକି ପୁଣି ଏଠି ଶୋଇବେ, ଆଉ ଶୋଇବା ସରିନଥିବ ନା। କିମ୍ବା ଜଣଙ୍କର ସକାଳୁ କିଛି ନିର୍ଦ୍ଦିଷ୍ଟ ଦାୟିତ୍ୱ ଥିବ, ସେ ଦାୟିତ୍ୱ ସାରିକି ସେ ଆସିବେ। ବାପାଙ୍କୁ ଉଠେଇବେ, ତାଙ୍କର ଘର ଦାୟିତ୍ୱ ଅଛି, ତାଙ୍କୁ ଉଠେଇବେ, ତାଙ୍କ କାର୍ଯ୍ୟ ସାରିବେ, ତାଙ୍କୁ ଔଷଧ ଦେବେ, ଆଉ କ'ଣ କରିବେ, କରିସାରିକି ଆସିବେ। କିମ୍ବା ଯଦି ମହିଳା ଜଣେ ହେଇଥିବେ, ସକାଳୁ ଉଠିକି ତାଙ୍କର ରୋଷେଇବାସ କରିସାରିବେ, ସମସ୍ତେ ଖାଇବା ଦେବେ, ଆସିବେ। ଆମେ ଯଦି ସମସ୍ତେ ଗୋଟେ ଟାଇମ୍ ଫିକ୍ସ କରିଦେବୁ, ସମସ୍ତେ ସକାଳ 8ଟା ସୁଦ୍ଧା ନିଶ୍ଚୟ ପହଞ୍ଚିବେ, କାହାକୁ କାହାକୁ କେତେବେଳେ ଉଠିବାକୁ ପଡ଼ିବ, କାମ ନେଇ କେଉଁ ଉଠିବାକୁ ପଡ଼ିବ, ଆସି କ'ଣ ନା ଶୃଙ୍ଖଳା ଦୃଷ୍ଟିରୁ ଆମେ କରୁଛୁ। କିନ୍ତୁ ଯଦି କୁହାଯିବ ଏଇଟା ତ ଶୃଙ୍ଖଳା, କିନ୍ତୁ ଯଦି କାହାର କିଛି ଅସୁବିଧା ଥାଏ, ତାହେଲେ ସେମାନେ କହିକି ସମୟ ନେଇପାରିବେ, ଏବଂ ଆକର୍ଡ଼ିଙ୍ଗଲି ଧର ଜଣେ 6ଟାରୁ ଆସିକି 10ଟାରେ ଯାଉଥିଲା, ସେ 8ଟାରୁ ଆସିବ 12ଟାରେ ଯିବ, ଆଉ 2 ଘଣ୍ଟା ଅଧିକା କାମ କରିପାରିବେ। ବର୍ତ୍ତମାନ ସିଏ ହେଇଯିବ ଶୃଙ୍ଖଳା। ଶୃଙ୍ଖଳାର ସଂଜ୍ଞା ବଦଳିଯିବ। କ'ଣ ହେବ ନା ସମସ୍ତେ 4 ଘଣ୍ଟା ସମୟ ଦେବେ, ଏବଂ ଆସିବା ସମୟଟାକୁ ନିର୍ଦ୍ଦିଷ୍ଟ କରାହେବନି। ଆମର ସୁବିଧା ଦେଖି ଆମେ ଆସିବୁ ନିଶ୍ଚୟ, କିନ୍ତୁ 4 ଘଣ୍ଟା ପାଇଁ ଯାହା କାର୍ଯ୍ୟ ସାରିକି ତାପରେ ମୁଁ ଯିବି। ଜଣେ କହିବନି କେବେ, ସେତେବେଳେ ଜଣେ ଯେତେବେଳେ ବୁଝିଯିବ, ଜାଣିନେବେ ସମସ୍ତେ, କେହି କହିବେନି ଯେ କାହିଁ ସିଏ ଆସିଲା ମୁଁ କାହିଁ ଆସିବିନି, କହିବେନି, କାହିଁକିନା ଅଲ୍ଟିମେଟଲି ଆଉ 2 ଘଣ୍ଟା ରହିବାକୁ ପଡ଼ିବ। କିନ୍ତୁ ସକାଳୁ ଆସିବା ଟାଇମ୍ଟା ଯେଉଁ ଫିକ୍ସ କରାଯାଇଥିଲା, ଏଇଟା ହିଁ ଶୃଙ୍ଖଳା, ସହ ନିଶ୍ଚୟ ଆସିବେ, এটা ଅଣ୍ଡର ପ୍ରେସର ଥିଲା। ତେଣୁ ଶୃଙ୍ଖଳାର ସଂଜ୍ଞା ବଦଳିଯିବ। ଏଇଟା ଗୋଟେ ମୁଁ ରଫ୍ ଉଦାହରଣ ଦେଲି, ଭବିଷ୍ୟତ ଯେଉଁ ମାନବ ସମାଜ ଏ ଉଦାହରଣ କାମ କରିବ, ସେ ଆହୁରି ଭିନ୍ନ ପ୍ରକାର ଉଦାହରଣ ସବୁ ହେବ। ତେଣୁ ଯାହା ହଉ, ଏ ଶୃଙ୍ଖଳାର ସ୍ୱର, ଗୋଟେ ନୂତନ ଶୃଙ୍ଖଳାର ସ୍ୱର ଶୁଣିବାକୁ ମିଳିବ। ବ୍ୟକ୍ତି ନିଜେ ନିଜେ ନିଜ ମଧ୍ୟରୁ ନିଜକୁ ଶୃଙ୍ଖଳିତ କରିବ। ମୁଁ ଶୃଙ୍ଖଳିତ ହେବି, କେବେ ବି ବିଶୃଙ୍ଖଳା କରିବି ନାହିଁ, ଏଇ ସିଦ୍ଧାନ୍ତ ବ୍ୟକ୍ତି ନେଇଯିବ। ତେଣୁ କେମିତି ଶୃଙ୍ଖଳିତ ହେବ ତା ପାଇଁ ସେ ସିଦ୍ଧାନ୍ତ କରିବ। ଅନ୍ୟମାନେ ମଧ୍ୟ ତାକୁ ସ୍ୱୀକାର କରିବେ, ସେମାନେ ମଧ୍ୟ ନିଜେ ନିଜେ ଶୃଙ୍ଖଳିତ ହେବେ। ତାକୁ ଦେଖି ତାଠୁ ଶିଖିବେନି, ନିଜେ ନିଜେ ଶୃଙ୍ଖଳିତ ହେବେ। এই ଶୃଙ୍ଖଳା ସ୍ୱୟଂଭୂ, ସ୍ୱୟଂ ମାନେ ନିଜ ଦ୍ୱାରା ସୃଷ୍ଟି, ସ୍ୱାଭାବିକ ଓ ସ୍ୱଧର୍ମରୁ ଜାତ ହେବ। ଯାହାର ଯେଉଁ ସ୍ୱଧର୍ମ ମାନେ କ'ଣ, ଯାହାର ଯେଉଁ ଧାରା, ଯାହାକୁ ଯାହା ବିଚାର, ଯାହାକୁ ଯାହା ଚିନ୍ତା, ମୁଁ ଏହା ବିଶ୍ୱାସ କରେ, ସେଇଥିରୁ ମୋର ଶୃଙ୍ଖଳା ମୁଁ ସୃଷ୍ଟି କରିବି। ପ୍ରତ୍ୟେକ ପୂର୍ଣ୍ଣ ସ୍ୱତନ୍ତ୍ରତା ରହି ମଧ୍ୟ ପୂର୍ଣ୍ଣ ଶୃଙ୍ଖଳା ମଧ୍ୟ ରହିବେ। ଏଇଟା ଇଣ୍ଟରେଷ୍ଟିଂ ଲାଇନ୍ଟା। ସମସ୍ତେ ପୂର୍ଣ୍ଣ ସ୍ୱତନ୍ତ୍ରତାରେ ରହିବେ, ତଥାପି ପୂର୍ଣ୍ଣ ଶୃଙ୍ଖଳା ରହିବେ। ସମସ୍ତଙ୍କୁ ଫ୍ରିଡ଼ମ୍ ଦିଆହେବ। ସ୍ୱତନ୍ତ୍ର ମାନେ ସମସ୍ତେ ଫ୍ରିଡ଼ମ୍, ଇଣ୍ଡିପେଣ୍ଡେନ୍ସ, ଫ୍ରିଡ଼ମ୍ ପାଇବେ, ସ୍ୱାଧୀନତା ପାଇବେ, ଶୃଙ୍ଖଳିତ ଥିବେ।
କେହି କହିବେନି ଯେ ସେ ବିଶୃଙ୍ଖଳିତ ମୁଁ କାହିଁ ଶୃଙ୍ଖଳିତ, କିଏ କହିବେନି, କାରଣ ତାକୁ ବି ସୁବିଧା ଅଛି ସମସ୍ତେ ଏହିପରି ଏକ ନୂତନ ଭବିଷ୍ୟତ ଆମମାନଙ୍କ ସମ୍ମୁଖରେ ଖୋଲି ଯାଉଛି। ଆମମାନେ ତାହାର ଯୋଗ୍ୟ ହେବା ପାଇଁ କାର୍ଯ୍ୟ କରିବାକୁ ହବ। ମାଙ୍କର ସେଇ ବାଣୀ ସର୍ବଦା ସ୍ମରଣ ରଖିବାକୁ ହବ। ଆମମାନେ ତାର ଯୋଗ୍ୟ ହେବାକୁ ହେବ ଏବଂ ମାଙ୍କର ସେଇ ବାଣୀ ସର୍ବଦା ସ୍ମରଣ ରଖିବାକୁ ହବ। The world is preparing for a big change. Will you help? ପୃଥିବୀ ଏକ ବିଶାଳ ପରିବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଛି, ତୁମେ ଏଥିରେ ସାହାଯ୍ୟ କରିବ କି? ପୃଥିବୀ ଏକ ବିଶାଳ ପରିବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଛି, ତୁମେ ଏଥିରେ ସାହାଯ୍ୟ କରିବ କି? ଆମର ସାହାଯ୍ୟ, ମୁଁ କହୁଥିଲି ସେଦିନ ଏଇ ବାଣୀ ଆଉ ଥରେ ଆଗରୁ ଆସିଛି, ଯେ ଲୋକମାନେ ଭାବିଲେ ବିଚରା ମା ହଇରାଣ ହେଉଛନ୍ତି, ଆମେ ଚାଲ ସାହାଯ୍ୟ ନ କଲେ ହଇରାଣ ହେବେ। ସେମିତି କ'ଣ? ଆରେ ମା କାହିଁ ହଇରାଣ ହେବେ? ମାଙ୍କର ସାହାଯ୍ୟ ଦରକାର ପଡ଼ୁନି ତାଙ୍କ ପାଇଁ, ମା ସାହାଯ୍ୟ କରୁଛନ୍ତି ଆମରି ପାଇଁ। ଆମେ ସାହାଯ୍ୟ କଲେ, ସହଯୋଗ କଲେ, ଆମେ ସମ୍ପୃକ୍ତ ହେଲେ ଆମର ହିଁ ସମଲା ବା ଦାୟିତ୍ୱ ପାଳନ ହେବ। ଆମେ ଯେଉଁ ଦାୟିତ୍ୱରେ ରହିବୁ ସେ ଦାୟିତ୍ୱରେ ଆମେ ଅଂଶଗ୍ରହଣ କରିବୁ। ଏଥିରେ ସହଯୋଗ ହିଁ ହେଉଛି ଆମର ଦାୟିତ୍ୱ। ପରିଶେଷରେ ପ୍ରଶ୍ନ ହେବ, ଏଇ ନୂତନ ଯୁଗ କେବେ ଆସିବ? ଏ ନୂତନ ଯୁଗରେ ଆମମାନେ ବର୍ତ୍ତମାନ ବାସ କରୁଛୁ। ନୂତନ ଯୁଗର ଆବିର୍ଭାବ ହୋଇସାରିଛି, କିନ୍ତୁ ଆମମାନଙ୍କ ଚେତନାରେ ଏହା ପରିସ୍ଫୁଟ ହୁଏନି। କେବେ ଆସିବ, କେବେ ଆସିବ କହିଲା ବେଳେ କ'ଣ ହେଉଛି ନା, ଆମେ କେମିତି ଜାଣିବୁ? ନୂତନ ଯୁଗକୁ ଆମେ କେମିତି ଜାଣିବୁ? ଏଇ ନୂତନ ଯୁଗ କେବେ ଆସିବ? ଏଇ ନୂତନ ଯୁଗରେ ଆମମାନେ ବର୍ତ୍ତମାନ ଅଲରେଡି ଆସିଗଲାଣି ସେ ଯୁଗ। ଏଇ ନୂତନ ଯୁଗରେ ଆମମାନେ ବର୍ତ୍ତମାନ ବାସ କରୁଛୁ। ତାର କାରଣ ନୂତନ ଯୁଗର ଆବିର୍ଭାବ ହୋଇସାରିଛି। ୱାର୍ଲଡ ଇଜ ବର୍ନ ବୋଲି 3 ଥର କୁହାହେଲା ନା। ଏଇ ନୂତନ ଯୁଗ ଅଲରେଡି ଆସିସାରିଛି, ଆମମାନେ ସେଥିରେ ବାସ କରୁଛୁ। ମୁଁ ତ କାହିଁ ଜାଣିପାରୁନି? ଆରେ ଜାଣିବା ପାଇଁ ଚେଷ୍ଟା କରିବ ନା। ଆଉ ତମେ ନୂତନ ଯୁଗରେ ବାସ କରୁଛ ବୋଲି ଜାଣିପାରୁନାହ, ସେଥିପାଇଁ ଯୁଗର କ'ଣ ଦୋଷ ହେଲା? ଯୁଗର କିଛି ଦୋଷ ନାହିଁ। ତମେ ନିଜେ ସେ ନୂତନ ଯୁଗକୁ ଅନୁଭବ କରିବା ପାଇଁ, ଜାଣିବା ପାଇଁ, ନିଜ ହୃଦୟରେ ତାକୁ ବୁଝିବା ପାଇଁ, ଜାଣିବା ପାଇଁ, ଅନୁଭବ କରିବା ପାଇଁ ତମ ଆଡ଼ୁ ତମେ ଚେଷ୍ଟା କରିବ। ଯିଏ ଲେଖିଛନ୍ତି ସେ ଜାଣିସାରିଛନ୍ତି ନ ଜାଣିଛନ୍ତି ଅଲଗା କଥା, କିନ୍ତୁ ବାସ୍ତବରେ ସତ୍ୟ ତ ତାହା ନା। ସତ୍ୟ ହେଲା ଯେ ଏକ ନୂତନ ଯୁଗ ଆସି ସାରିଛି। ଏକଥା ମା ଘୋଷଣା କଲା ପରେ ଆମେ କିଏ ପ୍ରଶ୍ନ କରିବାକୁ କୋଉଠି ସେ? ତେଣୁ ଆମେ ଯେ ଜାଣିପାରୁନାହୁଁ ତାର କାରଣ ହେଉଛି ଆମ ଚେତନାରେ ଏହା ପରିସ୍ଫୁଟ ହୋଇନି। ଆମ ଚେତନାରେ ଏପର୍ଯ୍ୟନ୍ତ ପରିସ୍ଫୁଟ ହୋଇନାହିଁ। ଏବେ ବି ଆମକୁ ଗୋଟେ କ'ଣ ତାକୁ କହନ୍ତି, ଆକାଶିଆ ମାନେ କୋଉଠି ଆକାଶ ଭଳିଆ ଲାଗିବ, କେବେ ହବ, କ'ଣ ହବ ଏମିତି ଲାଗୁଛି, ନଚେତ୍ ତାହା ବାସ୍ତବରେ କାର୍ଯ୍ୟ କରୁଛି। ତାପରେ କହିଲେ ଏହା ପ୍ରଥମେ ଅନୁଭୂତ ହେବ ଚେତନାରେ, ଆମ ଅନ୍ତଃ ଚେତନାରେ ଭିତରେ ଅନୁଭୂତ ହେବ ଏ ନୂତନ ଯୁଗ। ମୁଁ କହୁଥିଲି ଦିନେ ପାର୍ଥକ୍ୟରେ, ଏଠି ମନେ ନାହିଁ ଆପଣଙ୍କ ଆଗରେ କହିଛି ନା ନାହିଁ, ବାବାଜୀ ମହାରାଜ ଯେଉଁ ଶେଷ ଥର ପାଇଁ ଓଡ଼ିଶା ଆସିଥିଲେ, ସେ ଓଡ଼ିଶାରୁ ଗଲେ ଷ୍ଟେସନରୁ ଆଗେ ସିଧା ଯାଆନ୍ତି ସବୁବେଳେ ପଣ୍ଡିତ ଆଶ୍ରମକୁ, ସମାଜରେ ପ୍ରଣାମ କରି ତାପରେ ରୁମ୍କୁ ଯାଆନ୍ତି। ସେ କହିଲେ ମୁଁ ଯେମିତି ଆଶ୍ରମ ଭିତରେ ପାଦ ଦେଇଛି ମୁଁ ଦେଖିଲି ସ୍ୱର୍ଗ, ପୁରା ସ୍ୱର୍ଗ, ଯେଉଁ ସ୍ୱର୍ଗ କଥା ବର୍ଣ୍ଣନା କରାହେଇଛି ଏକଦମ ସେଇ ସ୍ୱର୍ଗ। ବେଶୀ ସମୟ ଅବଶ୍ୟ ରହିଲେନି, କିନ୍ତୁ ଆସିସାରିଛି। ମୁଁ ଦେଖିଲି, ମୋର ଅନୁଭବ ହୋଇଗଲା ସ୍ୱର୍ଗ। ଆଚ୍ଛା, ତାଙ୍କ ଚେତନା ପ୍ରସ୍ତୁତ ହେଇଛି, ସେ ଅନୁଭବ କରିପାରିଲେ, ଦେଖିପାରିଲେ। ଆମେ କେମିତି ଏଥିପାଇଁ ଦୋଷ ଦେବା ଯେ ଆମେ କାହିଁ ଦେଖିପାରୁନୁ? ଆରେ ତମ ଚେତନା ସେମିତି ପ୍ରସ୍ତୁତ ହେବା ଦରକାର। ଅସମ୍ଭବ ନୁହେଁ ବୋଲି ତ ଜାଣିହେଲା, କାରଣ ଜଣେ ବ୍ୟକ୍ତି ତ ତାଙ୍କ ଚେତନାର ଉନ୍ନତି ଫଳରେ ଦେଖିପାରିଲେ, ଜାଣିପାରିଲେ। ତେଣୁ ଆମେ କାହିଁକି ସମ୍ଭବ ନୁହଁ? ଆମ ପାଇଁ କାହିଁକି ହେବନି? ଅସମ୍ଭବ ନୁହଁ କେବେ ବି। ତେଣୁ ଆମକୁ ଚେଷ୍ଟା କରିବାକୁ ପଡ଼ିବ। ଆମ ଭିତରେ ପ୍ରଥମେ ଆମ ଚେତନାରେ ହିଁ ତାକୁ ଅନୁଭବ କରିବାକୁ ପଡ଼ିବ। ନିଜ ଭିତରେ ଚେତନାର ରୂପାନ୍ତରରେ
एक दिव्य शक्ति और ज्योतिर संस्पर्श ये अनुभव कर दिव्य ज्योति और दिव्य शक्तिर संस्पर्श यह द्वारा जीवन गतिधारा भाव और दृष्टि एक भिन्न स्पंदन उन्मादना और उत्साह देखा सबू न्याचुराली बदल सब तो बदलला चेतना जो परिवर्तन है मन प्राण शरीर सब परिवर्तन है सब बदल जीवन गतिधारा बदल भाव दृष्टि एक भिन्न स्पंदन सृष्टि हम आम भावना जो प्रकार स्पंदन आम पाऊँ आम दृष्टि जो प्रकार स्पंदन अनुभव करूँ देखिबार जो देखिबार माने पावर देखिबार सामर्थ्य माने दृष्टिभंगी आम केमी देखु कौ दृष्टिभंगी सब कथा देखु तार बदल उन्मादना एवं गोटे उत्साह देखा ये उन्मादनार गोटे पॉजिटिव गोटे केमती आनंदर एक स्रोत हो उन्मादना आसिया भर यही शक्तिर क्रिया क्रमशः बढ़ुची एवं प्रत्येक ग्रहणशील व्यक्ति मध्य यह कार्य कर शक्तिर क्रिया क्रमशः बढ़ुची एवं प्रत्येक ग्रहणशील व्यक्ति मध्य कार्य कर ग्रहणशील कहीं से शक्ति कार्य करने शक्ति जे गोटे स्थान खोज जी कि रिसीव कर बुझीपर जापर एवं ग्रहण कर तेणु ग्रहणशील से हवा दरकार प्रत्येक ग्रहणशील व्यक्ति मध्य यह कार्य कर व्हाइट रोजेस माँ गोटे बाणी अच्छी द ट्रूथ इज प्रेजेंट अपन अर्थ and dwells wherever there is a receptivity or a consciousness ready to manifest it. सत्य पृथ्वी पर विद्यमान एवं जीवंत सत्य पृथ्वी पर विद्यमान एवं जीवंत से रही जो ग्रहणशीलता रही ड्वेल्स कौटी ड्वेल कौटी अच्छी जो घर कौटी ना जो ग्रहणशीलता अच्छी बा यहाँ व्यक्त करने चेतना प्रस्तुत हो स्थान दरकार ना जो अवतरण कर स्थान दरकार कौट से अवतरण कर गंगा अवतरण कले कौट अवतरण करेंगे शिव मस्तक एवं सेठू बाहर जो धारा से पड़े पृथ्वी ध्वंस हो तेणु भगीरथ जा प्रार्थना कले शिवंकर मस्तक से पड़े कौन से मस्तक के जानी गंगा को संभाल सेठू से पड़े सेठू पुणी बाहर पृथ्वी गंगा प्रभावित हो कौटी से पड़े कौट से आस जो ग्रहणशीलता थी जो ग्रहणशीलता अच्छी व्यक्त करने चेतना प्रस्तुत जब आसो पुणी व्यक्त कराव ना चेतना प्रस्तुत हो व्यक्त कर तेणु बर्तमान सबकि निर्भर कर मनुष्य विवेचना और विचार उपर मनुष्य कौन चाहे यहाँ मनुष्य उपर ये दायित्व दिखाई कारण मनुष्य ही परिवर्तन हम मनुष्य ही रूपांतर हम से निजे चाहिए उचित चाहिए ही यह शीघ्र हम नचे अनादिकाल जाए लगे से सब निर्भर कर मनुष्य विवेचना और विचार उपर जदि मनुष्य चाहे कहली चाहिए जदि मनुष्य चाहे तब अल्प परिश्रम बहुत फल लाभ कर देव मुहूर्त बोली कहूँ ना अल्प परिश्रम बहुत लाभ यह केवल देव मुहूर्त नुहे विजयर मुहूर्त द मोमेंट ऑफ विक्ट्री द आवर ऑफ गॉड नो द आवर ऑफ विक्ट्री ऑल्सो विजयर मुहूर्त में आम समस्ते कार्य संपृक्त हवा एवं ये विजयर स्वाद चाखा बढ़िया शेष कले प्रपचन से काली पढ़ा 76 अगस्त मास भगवत सेवकर प्रार्थना विघ्न विनाशन हे भगवान जय हो तुम आम मान अंतर किसी जपरी तुम कार्य आउ विघ्न न घटाए किसी जपरी तुम आविर्भाव विलंब न घटाए सकल विषय सकल मुहूर्त पूर्ण हो तुम इच्छा तुम सम्मुखें ढड़ा हो आम मैंने तुम इच्छा ही आम मान मध्य आम मान सत्तार प्रत्येक अंगरे प्रत्येक कर्म उच्चतम चूड़ारू तुच्छतम प्रत्येक कोशरे पूर्ण हो तुम ठारे आम मान निष्ठा हुए जपरी सर्वांगीन चिरंतन आम मैंने अन्य सबकि परिहार कर चाहूँ संपूर्ण रूपे तुम प्रभाव अधीन रही आम मैंने केवे जपरी न भूलु तुम निकट में गभीर भाव निबिड़ भाव कृतज्ञ रही प्रति मुहूर्त तुम्हें आम मान जो अपरूप संपद सब दान कर जाऊछ से सबूर किसी जपरी आम मैंने अपचय न करूँ
ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହେଉଛନ୍ତି ତୁମର ସିଦ୍ଧି ଥିଲା। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର ବିଜୟରେ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। In the name of the mother, for the sake of the mother, by the power of the mother, with the strength of the mother, to all adverse, harmful being or force, I order to quit this place at once and forever.